ଦଶଟି ସ୍ଥାନକୁ ନିଜ ଲୋକ ଡାକିଲେ ମଧ୍ୟ ଯାଆନ୍ତୁ ନାହିଁ। ଚାଣକ୍ୟ ନୀତି। ଭାଗ 1। ନମସ୍କାର ବନ୍ଧୁଗଣ। ମଣିଷ ଜୀବନର ସମ୍ପର୍କ ଅମୂଲ୍ୟ। ପରିବାର, ବନ୍ଧୁ, ସମ୍ପର୍କୀୟ ଏବଂ ପରିଚିତ ଲୋକଙ୍କ ସହଯୋଗରେ ଜୀବନ ସୁନ୍ଦର ହୋଇଥାଏ। କିନ୍ତୁ ଚାଣକ୍ୟ କହିଥିଲେ, କେବଳ ସମ୍ପର୍କକୁ ଦେଖି ନିଷ୍ପତ୍ତି ନିଅନ୍ତୁ ନାହିଁ, ପରିସ୍ଥିତି ମଧ୍ୟ ବିଚାର କରନ୍ତୁ। ନିଜ ଲୋକ ସବୁବେଳେ ଭଲ ଚାହିଁବେ, ଏହା ଆବଶ୍ୟକତା ନୁହେଁ। କେତେକ ସମୟରେ ଭୁଲ ସ୍ଥାନକୁ ଯିବା ଦ୍ୱାରା ମଣିଷର ସମ୍ମାନ, ଧନ, ଶାନ୍ତି ଏବଂ ସମ୍ପର୍କ ସବୁକିଛି ହରାଇ ବସେ। ଆଜି ଆମେ ଜାଣିବା ସେହି 10ଟି ସ୍ଥାନ ବିଷୟରେ, ଯେଉଁଠାରୁ ନିଜ ଲୋକ ଡାକିଲେ ମଧ୍ୟ ଯିବା ପୂର୍ବରୁ 100 ଥର ଭାବିବା ଉଚିତ। ଏହି କଥାଗୁଡ଼ିକ ଜୀବନର ସତର୍କତା ଓ ବିବେକର ସନ୍ଦେଶ ଦିଏ। ଯେଉଁ ସ୍ଥାନରେ ଆପଣଙ୍କୁ ସମ୍ମାନ ମିଳେ ନାହିଁ। ଚାଣକ୍ୟଙ୍କ ମତରେ ଧନ ହରାଇଲେ ପୁଣି ମିଳିପାରେ, କିନ୍ତୁ ସମ୍ମାନ ହରାଇଲେ ତା ଫେରାଇବା କଷ୍ଟକର। ତେଣୁ ଯେଉଁ ସ୍ଥାନରେ ଆପଣଙ୍କ ଉପସ୍ଥିତିକୁ କେହି ମୂଲ୍ୟ ଦିଅନ୍ତି ନାହିଁ, ସେଠାକୁ ବାରମ୍ବାର ଯିବା ଉଚିତ ନୁହେଁ। ଧରନ୍ତୁ, ଜଣେ ସମ୍ପର୍କୀୟ ବାରମ୍ବାର ଆପଣଙ୍କୁ ଡାକୁଛନ୍ତି, କିନ୍ତୁ ସେଠାକୁ ଯିବା ପରେ ଆପଣଙ୍କ କଥାକୁ କେହି ଶୁଣୁନାହାନ୍ତି। ଆପଣଙ୍କୁ ଅବହେଳା କରାଯାଉଛି, ଅନ୍ୟମାନଙ୍କ ସାମ୍ନାରେ ଛୋଟ କରାଯାଉଛି। ଏଭଳି ସ୍ଥାନରେ ଯିବା ଆପଣଙ୍କ ଆତ୍ମସମ୍ମାନକୁ ଆଘାତ କରିଥାଏ। ସମ୍ମାନ ଭିକ୍ଷା ମାଗି ମିଳେନି। ସେହିପାଇଁ ଯେଉଁଠାରେ ସମ୍ମାନ ନାହିଁ, ସେଠାରେ ଦୂରେଇ ରହିବା ହିଁ ବୁଦ୍ଧିମାନଙ୍କ ଲକ୍ଷଣ। ଏକ ଛୋଟ କାହାଣୀ ମନେ ରଖନ୍ତୁ। ଜଣେ ବ୍ୟକ୍ତି ପ୍ରତିବର୍ଷ ଜଣେ ଧନୀ ସମ୍ପର୍କୀୟକୁ ଘରକୁ ଯାଉଥିଲା। ସେଠାରେ ସମସ୍ତଙ୍କୁ ଆଦର ମିଳୁଥିଲା, କିନ୍ତୁ ତାକୁ କେହି ପଚାରୁନଥିଲେ। ଦିନେ ସେ ଯିବା ବନ୍ଦ କରିଦେଲା। କିଛି ମାସ ପରେ ସେହି ସମ୍ପର୍କୀୟ ପଚାରିଲେ, ଆଉ କାହିଁକି ଆସୁନାହୁଁ? ସେ ଶାନ୍ତ ଭାବରେ କହିଲା, ଯେଉଁଠାରେ ମୋର ଅଭାବ କାହାକୁ ଅନୁଭବ ହୁଏ ନାହିଁ, ସେଠାରେ ମୋର ଉପସ୍ଥିତିର ମଧ୍ୟ କୌଣସି ମୂଲ୍ୟ ନାହିଁ। ଏହି ଉତ୍ତର ଶୁଣି ସମସ୍ତେ ନୀରବ ହୋଇଗଲେ। ଚାଣକ୍ୟଙ୍କ ଏହି ଶିକ୍ଷା ଆଜି ମଧ୍ୟ ସମାନ ଭାବରେ ସତ୍ୟ। ଯେଉଁ ସ୍ଥାନରେ ଖରାପ ସଙ୍ଗତି ମିଳେ, ଚାଣକ୍ୟ କହିଥିଲେ, ଦୁଷ୍ଟଙ୍କ ସଙ୍ଗତି ଅଗ୍ନିଠାରୁ ମଧ୍ୟ ଅଧିକ ଭୟଙ୍କର। କେବେ କେବେ ନିଜ ଲୋକ କହନ୍ତି, ଆସ କିଛି ସମୟ ବସିବା, କିନ୍ତୁ ସେଠାରେ ଯାଇ ଦେଖନ୍ତି ସବୁବେଳେ ନିନ୍ଦା, ଝଗଡ଼ା, ଅନ୍ୟର କ୍ଷତିର ଯୋଜନା, ମଦ୍ୟପାନ, ଅସତ୍ୟ କଥା କିମ୍ବା ଖରାପ ଅଭ୍ୟାସର ପରିବେଶ। ଭଲ ମଣିଷ ମଧ୍ୟ ଦୀର୍ଘ ସମୟ ଖରାପ ସଙ୍ଗତିରେ ରହିଲେ ତାଙ୍କ ଚିନ୍ତାଧାରା ବଦଳିଯାଏ। ଯେପରି ଧଳା କପଡ଼ା କାଳିରେ ପଡ଼ିଲେ ଦାଗ ଲାଗିଯାଏ, ସେହିପରି ଚରିତ୍ର ମଧ୍ୟ ଖରାପ ସଙ୍ଗରେ ମଳିନ ହୋଇଯାଏ। ଗୋଟିଏ ଗାଁରେ 2 ଜଣ ବନ୍ଧୁ ଥିଲେ। ଜଣେ ପରିଶ୍ରମୀ ଓ ସଚ୍ଚୋଟ, ଅନ୍ୟ ଜଣେ ଅଳସୁଆ ଓ ଖରାପ ସଙ୍ଗରେ ରହୁଥିଲେ। ପ୍ରଥମ ବନ୍ଧୁକୁ ସେ ବାରମ୍ବାର ଡାକୁଥିଲେ। ଆରମ୍ଭରେ ସେ କେବଳ ବସି କଥା ହୁଏ, ପରେ ଧୀରେ ଧୀରେ ସେହି ଖରାପ ପରିବେଶରେ ପ୍ରଭାବ ପଡ଼ିଲା। କାମରେ ଅବହେଳା ଆସିଲା, ଲୋକଙ୍କ ବିଶ୍ୱାସ କମିଗଲା। ଶେଷରେ ସେ ବୁଝିଲେ, ଖରାପ ସଙ୍ଗତିରୁ ଦୂରେଇ ରହିବା ହିଁ ସବୁଠାରୁ ବଡ଼ ସୁରକ୍ଷା। ସେଥିପାଇଁ ମନେ ରଖନ୍ତୁ, ନିଜ ଲୋକ ଡାକିଲେ ମଧ୍ୟ ଯଦି ସେହି ସ୍ଥାନ ଆପଣଙ୍କ ଚରିତ୍ର, ମନ ଓ ଭବିଷ୍ୟତକୁ ଖରାପ ପ୍ରଭାବିତ କରେ, ତେବେ ନମ୍ରତାର ସହିତ ମନା କରିଦିଅନ୍ତୁ। ଚାଣକ୍ୟଙ୍କ ସନ୍ଦେଶ ହେଉଛି, ଜୀବନରେ ସମ୍ମାନ ଓ ଭଲ ସଙ୍ଗତିକୁ କେବେ ବି ଛାଡ଼ନ୍ତୁ ନାହିଁ। ଯେଉଁଠାରେ ଏହି ଦୁଇଟିର ଅଭାବ ରହେ, ସେହିଠାରୁ ଦୂରେଇ ରହିବା ହିଁ ପ୍ରକୃତ ବୁଦ୍ଧିମତ୍ତା। ଚାଣକ୍ୟ କହିଥିଲେ, ଯେଉଁଠାରେ ଅଶାନ୍ତି ବାସ କରେ, ସେଠାରେ ସୁଖ କେବେ ବାସ କରେ ନାହିଁ। କିଛି ଘର କିମ୍ବା କିଛି ସ୍ଥାନ ଏପରି ଥାଏ, ଯେଉଁଠାରେ ସବୁବେଳେ ବିବାଦ, କଳହ, ଚିତ୍କାର ଓ ପରସ୍ପର ପ୍ରତି ଘୃଣାର ପରିବେଶ ରହିଥାଏ। ସେଠାକୁ ଯାଇଥିବା ଲୋକ ମଧ୍ୟ ଅଜାଣତରେ ସେହି ବିବାଦରେ ଫସି ପାରନ୍ତି। ଧରନ୍ତୁ, ଜଣେ ସମ୍ପର୍କୀୟ ଆପଣଙ୍କୁ ଡାକିଥାନ୍ତି। ଆପଣ ପହଞ୍ଚିବା ପରେ ପରିବାରର ଝଗଡ଼ା ଆପଣଙ୍କୁ ପକ୍ଷ ନେବାକୁ କୁହାଯାଇଛି। ଆପଣ ଯାହା କରିବେ, ଅନ୍ୟ ପକ୍ଷ ତାହାକୁ ଭୁଲ ବୁଝିପାରେ। ଶେଷରେ ଯେଉଁ ସମ୍ପର୍କ ଭଲ ଥିଲା, ସେଥିରେ ମଧ୍ୟ ଫାଟ ସୃଷ୍ଟି ହୋଇଯାଏ। ଏକ ଛୋଟ କାହାଣୀ ଶୁଣନ୍ତୁ। ଜଣେ ବୃଦ୍ଧ ଗୁରୁଙ୍କ ପାଖକୁ ଜଣେ ଯୁବକ ଆସି କହିଲେ, ମୋ ମାମୁଁ ମୋତେ ବାରମ୍ବାର ଘରକୁ ଡାକନ୍ତି, କିନ୍ତୁ ସେଠାକୁ ଗଲେ ସବୁବେଳେ ପରିବାରର ଝଗଡ଼ା ମୋତେ ଟାଣି ନିଆଯାଏ। ଗୁରୁ ହସି କହିଲେ, ଯେଉଁ ନଦୀରେ ବନ୍ୟା ଆସିଛି, ସେଠାରେ ପହଁରିବାକୁ ଯିବା ବୃଦ୍ଧମାନଙ୍କ କାମ ନୁହେଁ। ପ୍ରଥମେ ବନ୍ୟା ଶାନ୍ତ ହେଉ, ତାପରେ ନଦୀ ପାର କର। ଏହିପରି ଯେଉଁଠାରେ ସବୁବେଳେ କଳହ ଚାଲିଥାଏ, ସେଠାରେ ଦୂରେଇ ରହିବା ଉଚିତ। ଆପଣଙ୍କ ଶାନ୍ତି ଓ ମାନସିକ ସନ୍ତୁଳନ ସବୁଠାରୁ ବଡ଼ ସମ୍ପଦ। ଚାଣକ୍ୟଙ୍କ ନୀତି ଅନୁସାରେ ସ୍ୱାର୍ଥପର ଲୋକ ଆବଶ୍ୟକତା ସରିଗଲେ ସମ୍ପର୍କକୁ ମଧ୍ୟ ଭୁଲି ଯାଆନ୍ତି। କେବେ କେବେ କିଛି ନିଜ ଲୋକ କେବଳ ସେତେବେଳେ ମନେ ପକାନ୍ତି, ଯେତେବେଳେ ସେମାନଙ୍କର କୌଣସି କାମ ଥାଏ। ଧନ ଦରକାର,
ସାହାଯ୍ୟ ଦରକାର କିମ୍ବା ନିଜ ସ୍ୱାର୍ଥ ସାଧନ କରିବାକୁ ହୁଏ। କାମ ସରିଗଲେ ସେମାନେ ଆଉ ଆପଣଙ୍କୁ ଚିହ୍ନିବାକୁ ମଧ୍ୟ ଚାହାନ୍ତି ନାହିଁ। ଏଭଳି ସମ୍ପର୍କ ହୃଦୟରେ ନୁହେଁ, ଲାଭର ସମ୍ପର୍କ। ଏକ ବ୍ୟବସାୟୀଙ୍କର ଜଣେ ଦୂର ସମ୍ପର୍କୀୟ ଥିଲେ। ସେ ବର୍ଷକୁ ଥରେ ମଧ୍ୟ ଖବର ଦେଉନଥିଲେ, କିନ୍ତୁ ଯେତେବେଳେ ଧନର ଆବଶ୍ୟକତା ପଡ଼ୁଥିଲା ସେ ଆଦର ସହିତ ଘରକୁ ଡାକୁଥିଲେ। ବ୍ୟବସାୟୀ ବହୁ ଥର ସାହାଯ୍ୟ କଲେ, କିନ୍ତୁ ଦିନେ ସେ ବୁଝିଗଲେ ଯେ ଏହି ସମ୍ପର୍କ କେବଳ ସ୍ୱାର୍ଥ ଉପରେ। ସେ ନମ୍ରତାର ସହିତ ଦୂରତା ରଖିଲେ। କିଛି ସମୟ ପରେ ସେହି ସମ୍ପର୍କୀୟ ଆଉ କେବେ ତାଙ୍କୁ ଡାକିଲେ ନାହିଁ। ତେବେ ବ୍ୟବସାୟୀ ବୁଝିଲେ, ଯେଉଁଠାରେ ପ୍ରେମ ନୁହେଁ କେବଳ ସ୍ୱାର୍ଥ ଅଛି, ସେଠାରେ ବାରମ୍ବାର ଯିବା ନିଜ ସମ୍ମାନକୁ କମାଇଥାଏ। ଚାଣକ୍ୟ କହିଥିଲେ, ସତ୍ୟ ସମ୍ପର୍କ ସେହି ଯେ ବିପଦରେ ମଧ୍ୟ ଆପଣଙ୍କ ସହିତ ରହେ, କେବଳ ସୁବିଧା ସମୟରେ ନୁହେଁ। ତେଣୁ ଜୀବନରେ ସମ୍ପର୍କକୁ ଚିହ୍ନନ୍ତୁ। ଯେଉଁଠାରେ ଆପଣଙ୍କୁ ଭଲ ପାଇବା, ସମ୍ମାନ, ଆତ୍ମୀୟତା ମିଳେ, ସେହି ସମ୍ପର୍କକୁ ଲିଭାନ୍ତୁ। କିନ୍ତୁ ଯେଉଁଠାରେ କେବଳ ସ୍ୱାର୍ଥ ଅଛି, ସେଠାରେ ସାବଧାନ ରହିବା ହିଁ ବୁଦ୍ଧିମତା। ଚାଣକ୍ୟ କହିଥିଲେ, ନିଜର ଗୁପ୍ତ କଥାକୁ ସମସ୍ତଙ୍କ ସାମ୍ନାରେ ପ୍ରକାଶ କରନ୍ତୁ ନାହିଁ। ଯେଉଁଠାରେ ଗୋପନୀୟତାର ମୂଲ୍ୟ ନାହିଁ, ସେଠାରେ ଦୂରେଇ ରୁହନ୍ତୁ। କିଛି ଲୋକ ଅଛନ୍ତି ଯେଉଁମାନେ ହସି ହସି ଆପଣଙ୍କ ମନରେ କଥା ଜାଣିନେବେ, କିନ୍ତୁ ପରେ ସେହି କଥାକୁ ଅନ୍ୟମାନଙ୍କ ପକ୍ଷରେ ଯାଇ କହି ବୁଲିବେ। ଏପରି ସ୍ଥାନରେ ବାରମ୍ବାର ଯିବା ଆପଣଙ୍କ ସମ୍ମାନ, ବିଶ୍ୱାସକୁ କ୍ଷତି କରିପାରେ। ଏକ ଛୋଟ କାହାଣୀ। ଜଣେ ଯୁବକ ନିଜ ସମସ୍ୟା ଜଣେ ସମ୍ପର୍କୀୟକୁ କହିଲେ। ସେ ଭାବିଥିଲେ ଏହା ଏକ ଗୁପ୍ତ ରହିବ, କିନ୍ତୁ କିଛି ଦିନ ପରେ ସେହି କଥା ସମଗ୍ର ଗାଁରେ ଚର୍ଚ୍ଚାର ବିଷୟ ହୋଇଗଲା। ଯୁବକ ବୁଝିଲେ, ଯିଏ ରହସ୍ୟ ରଖିପାରେ ନାହିଁ, ତାଙ୍କ ପାଖରେ ହୃଦୟର କଥା କହିବା ଉଚିତ ନୁହେଁ। ଚାଣକ୍ୟଙ୍କ ମତରେ ବୁଦ୍ଧିମାନ ବ୍ୟକ୍ତି ନିଜ ଦୁର୍ବଳତା ସମସ୍ତଙ୍କୁ କହି ବୁଲନ୍ତି ନାହିଁ। ତେଣୁ ଯେଉଁଠାରେ କଥାର ମୂଲ୍ୟ ନାହିଁ, ସେଠାରେ ଦୂରେଇ ରହିବା ହିଁ ଭଲ। ଚାଣକ୍ୟ କହିଥିଲେ, ଈର୍ଷାଳୁ ଲୋକ କେବେ ଅନ୍ୟର ସଫଳତାକୁ ସହିପାରନ୍ତି ନାହିଁ। କେବେ କେବେ ନିଜ ଲୋକ ମଧ୍ୟ ଆପଣଙ୍କ ସଫଳତା ଦେଖି ଖୁସି ହୁଅନ୍ତି ନାହିଁ। ସେମାନେ ସାମ୍ନାରେ ପ୍ରଶଂସା କରନ୍ତି, କିନ୍ତୁ ପଛରେ ନିନ୍ଦା କରନ୍ତି। ସେମାନଙ୍କ ଘର କିମ୍ବା ସଭାକୁ ଯାଇ ଆପଣଙ୍କୁ ଅପମାନିତ କରିବା କିମ୍ବା ଛୋଟ ଦେଖାଇବାରେ ଚେଷ୍ଟା କରିପାରନ୍ତି। ଏକ ଗାଁରେ ଦୁଇ ଭାଇ ଥିଲେ। ବଡ଼ ଭାଇ ପରିଶ୍ରମ କରି ଉନ୍ନତି କଲେ। ଛୋଟ ଭାଇ ସବୁବେଳେ ତାଙ୍କୁ ଘରକୁ ଡାକୁଥିଲେ, କିନ୍ତୁ ଅତିଥିମାନଙ୍କ ସାମ୍ନାରେ ତାଙ୍କୁ ଛୋଟ କରି କଥା କହୁଥିଲେ। ବଡ଼ ଭାଇ କେବେ ଝଗଡ଼ା କଲେ ନାହିଁ, ସେ କେବଳ ନିଜର ଦୂରତା ବଢ଼ାଇ ଦେଲେ। କିଛି ବର୍ଷ ପରେ ଲୋକମାନେ ବୁଝିଲେ ଯେ ନମ୍ରତା ହିଁ ପ୍ରକୃତ ଶକ୍ତି, ଆଉ ଈର୍ଷା ଶେଷରେ ନିଜକୁ ହିଁ କ୍ଷତି କରେ। ଯଦି କୌଣସି ସ୍ଥାନକୁ ଯିବା ପରେ ଆପଣ ସବୁବେଳେ ନକାରାତ୍ମକ, ଈର୍ଷା, କଟୁକଥା କିମ୍ବା ଅପମାନର ସମ୍ମୁଖୀନ ହେଉଥାନ୍ତି, ତେବେ ସେହି ସ୍ଥାନକୁ ଦୂରେଇ ରହିବା ହିଁ ଉଚିତ। ଚାଣକ୍ୟଙ୍କ ଶିକ୍ଷା ହେଉଛି ନିଜର ଶାନ୍ତି, ସମ୍ମାନ ଓ ଆତ୍ମବିଶ୍ୱାସକୁ ସବୁବେଳେ ସୁରକ୍ଷିତ ରଖନ୍ତୁ। ଯେଉଁଠାରେ ଈର୍ଷାର ଅଗ୍ନି ଜଳୁଛି, ସେଠାରେ ଅଧିକ ସମୟ ରହିବା ବୁଦ୍ଧିମାନଙ୍କ କାମ ନୁହେଁ। ଚାଣକ୍ୟ କହିଥିଲେ, ଲୋଭ ମଣିଷର ବିବେକକୁ ନଷ୍ଟ କରିଦିଏ ଏବଂ ଅସତ୍ୟ ତାହାର ପତନର କାରଣ ହୁଏ। କିଛି ସ୍ଥାନରେ ସବୁବେଳେ ଅସତ୍ୟ କଥା, ଠକେଇ, ଲୋଭ ଓ ଅନ୍ୟାୟ କାମର ଆଲୋଚନା ହୁଏ। ସେଠାରେ ଯାଇ ଜଣେ ସଚ୍ଚୋଟ ଲୋକ ମଧ୍ୟ ଧୀରେ ଧୀରେ ଭୁଲ ପଥରେ ପଡ଼ିଯାଆନ୍ତି। ଧରନ୍ତୁ ଆପଣଙ୍କ ଜଣେ ସମ୍ପର୍କୀୟ ବାରମ୍ବାର ଡାକୁଛନ୍ତି, କିନ୍ତୁ ସେଠାକୁ ଯାଇ ଦେଖୁଛନ୍ତି ସବୁବେଳେ କେମିତି ଅନ୍ୟକୁ ଠକିବେ, କେମିତି ମିଛ କହି ଲାଭ କରିବେ। ସେଇ କଥା ହେଉଛି, ଏପରି ପରିବେଶରେ ରହିଲେ ଆପଣଙ୍କ ଚିନ୍ତାଧାରା ମଧ୍ୟ ପ୍ରଭାବିତ ହୋଇପାରେ। ଏକ ଗାଁରେ ଦୁଇ ଜଣ ବ୍ୟବସାୟୀ ଥିଲେ। ଜଣେ ସଚ୍ଚୋଟ ଥିଲେ, ଅନ୍ୟ ଜଣେ ସବୁବେଳେ ଲୋଭରେ ଅନ୍ଧ ହୋଇ ଲୋକଙ୍କୁ ଠକୁଥିଲେ। ଲୋଭୀ ବ୍ୟବସାୟୀ ବାରମ୍ବାର ସଚ୍ଚୋଟ ବ୍ୟବସାୟୀଙ୍କୁ ନିଜ ସଭାକୁ ଡାକୁଥିଲେ, କିନ୍ତୁ ସଚ୍ଚୋଟ ବ୍ୟକ୍ତି ଧୀରେ ଧୀରେ ଦୂରତା ରଖିଲେ। କିଛି ବର୍ଷ ପରେ ଲୋଭୀ ବ୍ୟବସାୟୀଙ୍କ ଠକେଇ ଧରା ପଡ଼ିଲା ଓ ସେ ସମାଜରେ ସମ୍ମାନ ହରାଇଲେ। କିନ୍ତୁ ସଚ୍ଚୋଟ ବ୍ୟବସାୟୀ ତାଙ୍କ ସତ୍ୟନିଷ୍ଠା ପାଇଁ ସମସ୍ତଙ୍କ ଭଲ ପାଇବା ଲାଭ କଲେ। ଚାଣକ୍ୟ ଏଥିରୁ ଶିକ୍ଷା ଦିଅନ୍ତି, ଯେଉଁଠାରେ ଲୋଭ ଓ ଅସତ୍ୟର ପରିବେଶ ରହେ, ସେଠାରେ ଯେତେ ଦୂରେଇ ରହିବ, ସେତେ ଆପଣଙ୍କ ଚରିତ୍ର ସୁରକ୍ଷିତ ହେବ। ଚାଣକ୍ୟ କହିଥିଲେ, ଆତ୍ମସମ୍ମାନ ହରାଇ କୌଣସି ସମ୍ପର୍କକୁ ବଞ୍ଚାଇବା ବୁଦ୍ଧିମତା ନୁହେଁ। ଅନେକ ସମୟରେ ନିଜ ଲୋକ ମଧ୍ୟ ଅନ୍ୟମାନଙ୍କ ସାମ୍ନାରେ ଆମକୁ ଛୋଟ କରି କଥା କୁହନ୍ତି, ଆମର ଦୁର୍ବଳତାକୁ ନେଇ ହସନ୍ତି, କିନ୍ତୁ ବାରମ୍ବାର ଅପମାନ କରନ୍ତି। ଯଦି ଏପରି ଘଟଣା ଥରେ ନୁହେଁ ବାରମ୍ବାର ଘଟୁଛି, ତେବେ ସେହି ସ୍ଥାନକୁ ଯିବା କମାଇବା ହିଁ ଭଲ। ଏକ ବୃଦ୍ଧ ପିତାଙ୍କୁ ତାଙ୍କର ଜଣେ ସମ୍ପର୍କୀୟ ବାରମ୍ବାର ଘରକୁ ଡାକୁଥିଲେ, କିନ୍ତୁ ପ୍ରତ୍ୟେକ ଥର ଅତିଥିମାନଙ୍କ ସାମ୍ନାରେ ତାଙ୍କ ଦାରିଦ୍ର୍ୟକୁ ନେଇ ମଜା କରୁଥିଲେ। ଦିନେ ବୃଦ୍ଧ ଶାନ୍ତ ସ୍ୱରରେ କହିଲେ, ଦରିଦ୍ର ହେବା ମୋର ଦୋଷ ନୁହେଁ, କିନ୍ତୁ କାହାକୁ ଅପମାନ କରିବା ନିଶ୍ଚୟ ଦୋଷ।
ଏହା କହି ସେ ଆଉ କେବେ ସେହି ଘରକୁ ଯାଇନଥିଲେ। କିଛି ସମୟ ପରେ ସମସ୍ତେ ବୁଝିଲେ ଯେ ପ୍ରକୃତ ସମ୍ମାନ ଧନରେ ନୁହେଁ, ଚରିତ୍ରରେ ଥାଏ। ବନ୍ଧୁଗଣ, ମନେ ରଖନ୍ତୁ, ଯେଉଁ ସମ୍ପର୍କ ଆପଣଙ୍କ ଆତ୍ମସମ୍ମାନକୁ ବାରମ୍ବାର ଆଘାତ କରେ, ସେଟାକୁ ସମ୍ମାନ ସହିତ ଦୂରେଇ ରଖିବା ହିଁ ଚାଣକ୍ୟଙ୍କ ନୀତି। ଚାଣକ୍ୟ କହିଥିଲେ, ଯେଉଁ ସମାଜରେ ନୀତି ସଦାଚାରର ସମ୍ମାନ ନାହିଁ, ସେଠାରେ ରହିଲେ ମଣିଷର ଚରିତ୍ର ଧୀରେ ଧୀରେ ନଷ୍ଟ ହୋଇଯାଏ। କିଛି ସ୍ଥାନରେ ସତ୍ୟ, ସଂସ୍କାର, ବଡ଼ମାନଙ୍କ ସମ୍ମାନ କିମ୍ବା ଭଲ ଆଚରଣକୁ ହାସ୍ୟର ବିଷୟ କରାଯାଏ। ସେଠାରେ ଲୋକମାନେ ଅନ୍ୟଙ୍କ ଭାବନାକୁ ଆଘାତ ଦେଇ ଆନନ୍ଦ ପାଆନ୍ତି। ଯଦି ନିଜ ଲୋକ ଏପରି ସ୍ଥାନକୁ ଡାକନ୍ତି, ତେବେ ବିବେକର ସହିତ ନିଷ୍ପତ୍ତି ନିଅନ୍ତୁ, କାରଣ ମଣିଷ ଯେଉଁ ପରିବେଶରେ ଅଧିକ ସମୟ ରହେ, ଧୀରେ ଧୀରେ ସେହି ପରିବେଶର ପ୍ରଭାବ ତାଙ୍କ ଜୀବନରେ ପଡ଼େ। ଏକ ଗୁରୁ ତାଙ୍କ ଶିଷ୍ୟକୁ କହିଲେ, ଯେଉଁଠାରେ ସଦାଚାରକୁ ଦୁର୍ବଳତା ବୋଲି ଭାବାଯାଏ, ସେଠାରେ ଅଧିକ ସମୟ ରୁହନ୍ତୁ ନାହିଁ, ନଚେତ୍ ଦିନେ ନା ଦିନେ ଆପଣ ମଧ୍ୟ ସେହି ଭୁଲକୁ ସଠିକ୍ ବୋଲି ଭାବିବା ଆରମ୍ଭ କରିଦେବେ। ତେଣୁ ଏପରି ପରିବେଶରୁ ଦୂରେଇ ରହିବା ହିଁ ବୁଦ୍ଧିମତା। ଚାଣକ୍ୟଙ୍କ ସବୁଠାରୁ ଗଭୀର ଶିକ୍ଷା ହେଉଛି, ମନର ଶାନ୍ତି ହିଁ ଜୀବନର ସବୁଠାରୁ ବଡ଼ ଧନ। ଯଦି କୌଣସି ସ୍ଥାନକୁ ଯିବା ପରେ ଆପଣ ସବୁବେଳେ ଚିନ୍ତିତ, ଦୁଃଖିତ, ଅପମାନିତ କିମ୍ବା ମାନସିକ ଭାବେ ଅସ୍ଥିର ଅନୁଭବ କରୁଛନ୍ତି, ତେବେ ସେହି ସ୍ଥାନକୁ ବାରମ୍ବାର ଯିବା ଉଚିତ ନୁହେଁ। ଶାନ୍ତି ହରାଇ ଯେଉଁ ସମ୍ପର୍କକୁ ବଞ୍ଚାଇବାକୁ ପଡ଼େ, ସେହି ସମ୍ପର୍କ ଦୀର୍ଘଦିନ ରହେ ନାହିଁ। ଏକ ବୃଦ୍ଧ ସାଧୁଙ୍କୁ ଜଣେ ଯୁବକ ପଚାରିଲେ, ଗୁରୁଦେବ, ମୁଁ କେମିତି ଜାଣିବି କେଉଁ ସ୍ଥାନ ମୋ ପାଇଁ ଭଲ? ସାଧୁ କହିଲେ, ଯେଉଁଟାକୁ ଯାଇ ତୁମର ମନ ହାଲୁକା ହୁଏ, ସେଠାକୁ ବାରମ୍ବାର ଯାଅ। ଯେଉଁଠାରୁ ଫେରିବା ପରେ ମନ ଭାରି ହୋଇଯାଏ, ସେଠାକୁ ଧୀରେ ଧୀରେ ଦୂରେଇ ଯାଅ। ଏହି କଥାରେ ସମଗ୍ର ଜୀବନର ଜ୍ଞାନ ଲୁଚି ରହିଛି। ବନ୍ଧୁଗଣ, ଚାଣକ୍ୟଙ୍କ ଏହି ନୀତିର ଅର୍ଥ କେବେ ବି ନିଜ ଲୋକଙ୍କୁ ଘୃଣା କରିବା ନୁହେଁ, ବରଂ ଏହାର ଅର୍ଥ ହେଉଛି ବିବେକ ସହିତ ସମ୍ପର୍କ ଲିଭାଇବା। ମନେ ରଖନ୍ତୁ, ଯେଉଁଠାରେ ସମ୍ମାନ ନାହିଁ, ସେଠାରେ ଅଧିକ ସମୟ ରୁହନ୍ତୁ ନାହିଁ। ଯେଉଁଠାରେ ଖରାପ ସଙ୍ଗତି ଅଛି, ସେଠାରେ ଦୂରେଇ ରୁହନ୍ତୁ। ଯେଉଁଠାରେ ଲୋଭ, ଈର୍ଷା ଓ ଅସତ୍ୟ ରହିଛି, ସେଠାରେ ସାବଧାନ ରୁହନ୍ତୁ। ଏବଂ ସବୁଠାରୁ ବଡ଼ କଥା, ନିଜର ଆତ୍ମସମ୍ମାନ ଓ ମନର ଶାନ୍ତିକୁ କେବେ ବି କାହା ପାଇଁ ବଳିଦାନ ଦିଅନ୍ତୁ ନାହିଁ। ଏଇଠାରେ ହିଁ ଚାଣକ୍ୟଙ୍କ ପ୍ରକୃତ ନୀତି ରହିଛି। ଯିଏ ଏହି କଥାଗୁଡ଼ିକ ଜୀବନରେ ଅନୁସରଣ କରେ, ସେ ଅନେକ ସମସ୍ୟାରୁ ନିଜକୁ ବଞ୍ଚାଇ ପାରେ ଏବଂ ସମ୍ମାନ, ସଫଳତା ଓ ଶାନ୍ତି ସହିତ ଜୀବନ ବିତାଇପାରେ। ବନ୍ଧୁଗଣ, ଚାଣକ୍ୟଙ୍କ ନୀତି କେବଳ ଅନ୍ୟମାନଙ୍କ ଠାରୁ ଦୂରେଇ ରହିବାର ଶିକ୍ଷା ଦିଏ ନାହିଁ, ଏହା ଆମକୁ ମଧ୍ୟ ଶିଖାଏ ଯେ ଯେଉଁ ସମ୍ପର୍କକୁ ରକ୍ଷା କରିବା ଉଚିତ ଏବଂ କେଉଁ ସମ୍ପର୍କକୁ ସମ୍ମାନର ସହିତ ଦୂରତା ରଖିବା ଉଚିତ। ମନେ ରଖନ୍ତୁ, ନିଜ ଲୋକ ବୋଲି କହିଲେ ସବୁବେଳେ ସେମାନେ ଆମର ଭଲ ଚାହିଁବେ, ଏହା ଆବଶ୍ୟକ ନୁହେଁ। ସେହିପରି ଅଜଣା ଲୋକ ସବୁବେଳେ ଖରାପ ହେବେ, ଏହା ମଧ୍ୟ ସତ୍ୟ ନୁହେଁ। ମଣିଷର ପରିଚୟ ତାଙ୍କ କଥାରେ ନୁହେଁ, ବରଂ ତାଙ୍କ ବ୍ୟବହାରରେ ରହିଥାଏ। ଚାଣକ୍ୟ କହିଥିଲେ, ବୁଦ୍ଧିମାନ ବ୍ୟକ୍ତି ତିନୋଟି କଥା ସବୁବେଳେ ମନେ ରଖନ୍ତି। ପ୍ରଥମ, ନିଜ ଆତ୍ମସମ୍ମାନକୁ କେବେ ବିକ୍ରି କରେ ନାହିଁ। ଦ୍ୱିତୀୟ, ଯେଉଁଠାରେ ମନର ଶାନ୍ତି ନଷ୍ଟ ହୁଏ, ସେଠାରେ ବାରମ୍ବାର ଯାଅ ନାହିଁ। ତୃତୀୟ, ସମ୍ପର୍କ ନାମରେ ଅନ୍ୟାୟକୁ କେବେ ସ୍ୱୀକାର କର ନାହିଁ। ଏକ ଛୋଟ କାହାଣୀ ଶୁଣନ୍ତୁ। ଜଣେ ରାଜା ତାଙ୍କ ଗୁରୁକୁ ପଚାରିଲେ, ଗୁରୁଦେବ, ମୁଁ କେମିତି ଜାଣିବି କିଏ ମୋର ପ୍ରକୃତ ନିଜ ଲୋକ? ଗୁରୁ ତାଙ୍କୁ ଏକ ବଟବୃକ୍ଷ ପାଖକୁ ନେଇ କହିଲେ, ଏହି ଗଛକୁ ଦେଖ। ଝଡ଼ ଆସିଲେ ଶୁଖିଲା ଡାଳ ପ୍ରଥମେ ଭାଙ୍ଗିଯାଏ, କିନ୍ତୁ ମଜବୁତ ମୂଳ କେବେ ଗଛରୁ ଛାଡ଼େ ନାହିଁ। ସେହିପରି ବିପଦ ସମୟରେ ଯିଏ ଆପଣଙ୍କ ସହିତ ଠିଆ ହୁଏ, ସେ ହେଉଛି ପ୍ରକୃତ ନିଜ ଲୋକ। ଆଉ ଯିଏ କେବଳ ସ୍ୱାର୍ଥ ପାଇଁ ଡାକନ୍ତି, ସେମାନଙ୍କ ସହିତ ସୀମିତ ସମ୍ପର୍କ ରଖିବା ହିଁ ବୁଦ୍ଧିମତା। ତେଣୁ ବନ୍ଧୁଗଣ, ଜୀବନରେ ସମ୍ପର୍କ ଲିଭାନ୍ତୁ, କିନ୍ତୁ ବିବେକ ସହିତ। ଭଲ ପାଆନ୍ତୁ, କିନ୍ତୁ ନିଜ ଆତ୍ମସମ୍ମାନକୁ କେବେ ହରାନ୍ତୁ ନାହିଁ। ଯେଉଁଠାରେ ସମ୍ମାନ, ସ୍ନେହ, ସତ୍ୟ ଓ ଶାନ୍ତି ଅଛି, ସେହି ସ୍ଥାନ ହିଁ ଆପଣଙ୍କ ପାଇଁ ସର୍ବୋତ୍ତମ।